ଆଉ ଭାଇ ଭଉଣୀ ମୋର ସବୁ କେମିତି ଅଛନ୍ତି? ଭଲ ଅଛନ୍ତି ନା? ସମସ୍ତଙ୍କୁ ନମସ୍କାର। ଆଉ ଏଇ ଭିଡ଼ିଓକୁ ଆପଣଙ୍କୁ ସୁସ୍ୱାଗତ। ଯେହେତୁ ଆଜି ବର୍ଷା ହେଉଛି ଆମ ପୁରୀ ଜିଲ୍ଲାରେ ବହୁତ ଜୋରରେ, ସ୍ପେସିଆଲି କଳାମାଟି ଗ୍ରାମରେ, ସେଥିପାଇଁ ମୁଁ ଆଜି ଯେଉଁ ସ୍ଥାନକୁ ଭିଡ଼ିଓ ବନାଉଥିଲି, ଯେଉଁ ସ୍ଥାନରେ ଭିଡ଼ିଓ ବନାଉଥିଲି ସେ ସ୍ଥାନକୁ ଆଜି ଯାଇପାରିବି ନାହିଁ। ସେଥିପାଇଁ ମୁଁ ଆଜି ଘର ଭିତରେ ବନାଉଛି। ଆଉ ଆଜି ଆମ ଟପିକ୍ଟା ଅଛି କି ମାନେ ନିଶ୍ଚୟ ଥରେ ଟିକେ ଭାବନ୍ତୁ, ମୁଁ ବର୍ଷାରେ ଭିଡ଼ିଓ ବନାଉଛି, ତାହେଲେ ଆପଣ ମାନେ ପରିଶ୍ରମ କରିବା କେବେ ବି ଛାଡ଼ନ୍ତୁ ନାହିଁ। ମୋ କହିବା କଥା ମୁଁ ଆଗକୁ ବୁଝେଇବି। ଦେଖନ୍ତୁ, ଲଙ୍ଗ୍ ଟାଇପ୍ଟା କିପରି ଲେଖାଯିବ। ମାନେ କେତେ ପିଲା ଅଛନ୍ତି ଲଙ୍ଗ୍ ଟାଇପ୍କୁ ଡେସ୍କ୍ରାଇବ୍ କରିପାରନ୍ତିନି, ମାନେ ଲଙ୍ଗ୍ ଟାଇପ୍ ମନେ ପକାଇକି ଲେଖିପାରନ୍ତିନି। ଏନି ସବଜେକ୍ଟ, ଇଂଲିଶ ହେଉ, ବିଜ୍ଞାନ ହେଉ, ଗଣିତ ବି ହେଉ, କିଛି କଥା ନାହିଁ। ଦେଖନ୍ତୁ, ଫାଷ୍ଟ କ'ଣ କରିବାର ଅଛି ନା, ଦେଖିବ ସେ କୋଶ୍ଚିନ୍ଟା ସବୁଠୁ ଫାଷ୍ଟ କରିବାର କ'ଣ ଅଛି ନା, ବହିକୁ ଆଗ ଭଲସେ ପଢ଼। ଟେଷ୍ଟ ପେପର୍ଠୁ ଫାଷ୍ଟ ହେଉଛି ବହି। ବହିକୁ ଆଗ ଭଲସେ ପଢ଼। ବହିକୁ ଭଲସେ ପଢ଼ି ସାରିଲା ପରେ କ'ଣ କରିବ ନା, ସେଥିରୁ କିଛି କିଛି କୋଶ୍ଚିନ୍ ବାହାର କରିବ। କିଛି କିଛି ଯେତେବେଳେ କୋଶ୍ଚିନ୍ ବାହାର କରିବ, ମାନେ ନିଜେ ନିଜେ ଭାବିବ କି ମୁଁ ଏଇଟା କେମିତି ଲେଖିପାରିବି। ଥରେ ଗୋଟେ କଥା ହେବ, ତୁମେ ଯଦି ସବୁ ଗୀତ ମନେ ରଖିପାରୁଛ, ଲଙ୍ଗ୍ ଟାଇମ୍ ପାଇଁ ମନେ ରଖିପାରିବନି, କ'ଣ ପାଇଁ ଭାବିପାରିବନି? ସେମିତି ଦେଖନ୍ତୁ, ପାଠକୁ ଗୋଟେ ଇଣ୍ଟରେଷ୍ଟ ସହିତ ନିଅ। ମାନେ ଯେମିତି ତା ଉପରେ ଗୋଟେ ଇଣ୍ଟରେଷ୍ଟ ଆସିବ କି ମୁଁ ଏଇଟା କରିପାରିବି, ମୋତେ ବଢ଼ିଆ ମଜା ଲାଗୁଛି, ମାନେ ଗୋଟେ ଖେଳ ଭଳିଆ ନିଅ ପାଠକୁ। ତାପରେ ଆଉ ଗୋଟେ କଥା କେମିତି ନା, ଲଙ୍ଗ୍ ଟାଇମ୍ କେମିତି ଡେସ୍କ୍ରାଇବ୍ କରିବ। ଦେଖନ୍ତୁ, ଫାଷ୍ଟରେ କୋଶ୍ଚିନ୍ କ'ଣ ଆସିଛି ଦେଖ। ବହି ତ ପଢ଼ି ଦେଇଛ, ସେ ବିଷୟରୁ କୋଶ୍ଚିନ୍ ଆସିଲା। ଫାଷ୍ଟ ଦେଖ କି କେଉଁ ବିଷୟରୁ କୋଶ୍ଚିନ୍ଟା ଆସିଛି, ସେ ବିଷୟରେ ରିଲେଟେଡ଼୍ କ'ଣ ଅଛି, ମାନେ କ'ଣ ସମ୍ପର୍କିତ ଅଛି। କି ଏଇଟା ୟା ସହିତ ସମ୍ପର୍କିତ, ମନେକର ସାହିତ୍ୟ, କି ମଧୁସୂଦନ ଏହା ବାହାର କରିଥିଲେ, କି ଏଇଟା ତା ବାହାର କରିଥିଲେ, ଏଇଟା ମଧୁସୂଦନ ଏଇଟା ଗାଇଥିଲେ ଦେଶ ପାଇଁ, ଏଇଟା ରାଜ୍ୟ ପାଇଁ, ମାନେ ଏଭ୍ରିଥିଙ୍ଗ। ଆଉ ଗୋଟେ କଥା ପୁଣି ବିଜ୍ଞାନ, ନା ଏ ସାଇଣ୍ଟିଷ୍ଟ କ'ଣ ବାହାର କରିଥିଲେ, ଏଇଟା କେମିତି ହେଇଥିଲା, କ'ଣ ପାଇଁ ହେଇଥିଲା, କାହିଁକି ହେଇଥିଲା, ମାନେ ଏମିତି ସବୁ ଆଗ ମନେ ପକାଅ, ମାନେ କ'ଣ ସମ୍ପର୍କିତ ଅଛି ସେ ବିଷୟରେ। ଇଂଲିଶ ସେମିତି, ଦେଖ ଆଗ ପଢ଼, ସେ ମାନେ ବୁଝିପାରୁଛ କି ନାହିଁ ସେ ସେଣ୍ଟେନ୍ସ। ପ୍ରାୟତଃ ଇଂଲିଶ ଟିକେ ବୁଝିବା କଷ୍ଟ, କିନ୍ତୁ ଆଗ ବାରମ୍ବାର ପଢ଼ିଲେ ବୁଝି ହେଇଯିବ। ଦେଖନ୍ତୁ, ମୁଁ ବି ସେମିତି ଭାବୁଥିଲି କି କ'ଣ କେମିତି ପଢ଼ିଲେ ବୁଝି ହେଇଯିବ, ବାରମ୍ବାର ହେଇ ଗୋଟେ ଜିନିଷ ପଢ଼ିବୁ କେମିତି ବୁଝିଯିବୁ। କିନ୍ତୁ ଆମେ ରିଅଲାଇଜ୍ କରିଛୁ ନିଜେ। ଫାଷ୍ଟ ଦେଖ, ଗୋଟେ ଥର ପଢ଼, କିଛି କିଛି ଶବ୍ଦ ଯେମିତି ହେଲେ ଥିବ କି ତୁମକୁ ସେଇଟା ବୁଝା ପଡ଼ୁଥିବ। ଦେଖନ୍ତୁ, ତାପରେ କ'ଣ ହେଉଛି ନା, ସେଇ ଲାଇନ୍କି 4-5 ଥର ପଢ଼ିଲେ ତୁମେ ନିଜେ ଜାଣିବ କି ଏଇଟା କେଉଁ ଉପରେ ଲେଖା ହେଇଛି, କ'ଣ ବିଷୟ ନାଁ ଅଛି। ଯେତେବେଳେ ଲଙ୍ଗ୍ ଟାଇପ୍ରେ ସେଇ କୋଶ୍ଚିନ୍ ଆସିବ, ଆଗୁଆ ଟପିକ୍ଟା ମନେ ପକାଇଦେବ ନା, କେଉଁ ବିଷୟ ରହିଛି ସେଇ ବିଷୟରେ ଟିକେ ଲାଗୁନି ଲେଖିଦେବ। କୋଶ୍ଚିନ୍ଟା କ'ଣ ହେଇଛି ନା, କୋଶ୍ଚିନ୍ଟା ଟିକେ ଟିକେ ତ ଯେମିତି ହେଲେ ମନେ ଥିବ, ଆଉ ଏତେ ପଢ଼ିଛନ୍ତି ତ ଯେମିତି ହେଲେ ମନେ ଥିବ। ସେମିତି କୋଶ୍ଚିନ୍ର ଉତ୍ତର ଟିକେ ଲେଖିବ, ଆଉ ଲାଷ୍ଟକୁ ଆଉ ଟିକେ ମନେ ପକାଇକି ସେ ବିଷୟ ଭିତରେ ଲେଖିବ। କମ୍ ସେ କମ୍ 5 ମାର୍କ ତ 3 ମାର୍କ ରହିବ ହିଁ ରହିବ। ଆଉ ଗୋଟେ କଥା, 5 ମାର୍କରୁ 4.5 କି 5 ଆଣିବାକୁ ହେଲେ ଆଉ ଟିକେ ଖାଲି ପରିଶ୍ରମ କରିବା ଦରକାର। ଟିକେ ମାନେ କ'ଣ କି, ଭଲ କି କୋଶ୍ଚିନ୍ ଟିକେ ପ୍ରାକ୍ଟିସ୍ କରିବା ଘରେ। ଆଉ ପ୍ରାକ୍ଟିସ୍ ମାନେ ଟିକେ ଭଲ କି ଲେଖା ଲେଖି କରିବ, ଆଗୁଆ ଭଲ କି ଦେଖିବ, ଭଲ କି କ'ଣ ଲେଖା ହେଇଛି, କେମିତି ଲେଖା ହେଇଛି ବହିମାନଙ୍କରେ। ତାପରେ ଭଲ କି ବହୁତ ଟେଷ୍ଟ କର, କି ଏମ୍ବିଡ଼ି ଯାହା ହେଉ କିଛି ନା କିଛି ଗୋଟେ ଦେଖିବ କି କେମିତି ଆଗୁଆ ଡେସ୍କ୍ରାଇବ୍ କରାହେଇଛି, କାହା ଦ୍ୱାରା କେମିତି କ'ଣ ଡେସ୍କ୍ରାଇବ୍ କରାହେଇଛି, ଆଗୁଆ କ'ଣ କେଉଁ ପଏଣ୍ଟ ଉପରେ ଲେଖା ହେଇଛି, ଏଭ୍ରିଥିଙ୍ଗ ଦେଖିବ। ନିଶ୍ଚୟ ଲଙ୍ଗ୍ ଟାଇପ୍ ଗୋଟେ ପୁରା ଆସାନରେ, ମାନେ ସହଜରେ ପୁରା ଲେଖିପାରିବ। ସତ କଥା, ମୁଁ ଭାବିନଥିଲି ମୁଁ ଦଶମରେ ଏତେ ଲଙ୍ଗ୍ ଟାଇପ୍ ଭଲ ଲେଖିପାରିବି, କିନ୍ତୁ ମୁଁ ବହୁତ ବଢ଼ିଆ ସେ ଲେଖିଛି ଦଶମରେ। ଆଉ ଭାଇମାନେ ସମସ୍ତେ ଜାଣିଛ କି ସବୁଠୁ ସହଜ ହେଉଛି ଇତିହାସ ଭୂଗୋଳ। ମାନେ ମୁଁ ଘୋଷିବାର କଥା କହୁନି, ମୁଁ ବି ନିଜେ ଜାଣିଛି ଇତିହାସ ଭୂଗୋଳ କେତେ କଷ୍ଟ, କିନ୍ତୁ ଲେଖିଲା ବେଳେ ବହୁତ ସହଜ। କ'ଣ ନା, କାରଣ ଆଗ ଇତିହାସ ବିଷୟର ଯେଉଁ ମାନେ ଟପିକ୍ଟା ଅଛି, କି ଏହି ଆନ୍ଦୋଳନ ଏଇଠି ଏହା ହେଇଥିଲା, କି ଯାହା ହେଇଥିଲା, ଅଧ୍ୟାୟ ଅଛି, ପାଠ ବି ଅଛି, ପ୍ରଥମ ପାଠ, ଦ୍ୱିତୀୟ ପାଠ, ତୃତୀୟ ପାଠ। ଆଉ ସେ ଟପିକ୍ ନା ପଢ଼, କ'ଣ ଉପରେ ସେ ଟପିକ୍ଟା ତିଆରି ହେଇଛି। ସେଇ ଟପିକ୍ ଉପରେ ଯଦି କୋଶ୍ଚିନ୍ ଆସିଲା, ତୁମେ ଆଉ ପାଖାପାଖି ଦେଖିବ ଇତିହାସରେ, ଆମ ଓଡ଼ିଶାରେ ଯେଉଁ ଇତିହାସ ବହି ଅଛି, ପାଖାପାଖି ପ୍ରାୟତଃ ସେମ୍ ଲେଖା ହେଇଛି ପାଖାପାଖି ସବୁ ବିଷୟରେ। ମାନେ ଯଦି ଟିକିଏ ପଢ଼ିଦେବ, ଖାଲି ଇତିହାସ ଖାଲି ପଢ଼ିଦେବ, ଏମିତି ଆରାମସେ ଗୋଟେ ଲେଖିବ ଲଙ୍ଗ୍ ଟାଇମ୍। ଯେଉଁ ବିଷୟରେ ପଢ଼ୁଥିବ ଯେ ଆରାମସେ ଲେଖିବ, ମନ ଇଚ୍ଛା ଲେଖିବ। 5ରୁ 3, 4, 3.5, 3 ଏମିତି ଥୟ ମିଳିବ ଆରାମସେ। ନା କି ଇତିହାସ ଘୋଷିବାରେ ମାନେ ସହଜ। ଇତିହାସ ତ ଘୋଷି ଘୋଷି ଗାଣ୍ଡିରୁ ପାଣି ମରିଯାଏ। ଗଣିତ ତ ଏମିତି ଟପିକ୍ ନାହିଁ କି ଏଇଟା ଇଏ ବାହାର କରିଥିଲେ, ଏଇଟା ଏମିତି ବାହାର ହେଇଥିଲା, ଏଇଟା ଲେଖିବା।
ଦେଖନ୍ତୁ ଗଣିତ କେମିତି ଲେଖିବେ ନା ଯେଉଁଟା କୋଶ୍ଚିନ୍ ଦେଇଛି ଆଗ ସେଇଟା ଲେଖନ୍ତୁ। ମାନେ କ'ଣ କୋଶ୍ଚିନ୍ କ୍ଷେତ୍ରଫଳ ଏତିକି, ବର୍ଗ କ୍ଷେତ୍ରଫଳ ଏତିକି, ତା'ର ପରିସୀମା ଏତିକି, ଆଗ ଏଇଟା ଷ୍ଟେପ୍ ଷ୍ଟେପ୍ କରି ଲେଖି ଦିଅନ୍ତୁ। କ'ଣ ଦେଇଛି ବାହାର କରିବା ପାଇଁ ଆଗ ସେଇଟା ଚିନ୍ତା କରନ୍ତୁ। ନିଶ୍ଚିନ୍ତ ଆପଣ ଗଣିତ ପ୍ରାକ୍ଟିସ୍ କରିଥିବେ, ଯେଉଁ କ୍ଲାସ୍ରେ ବି ହଉ ଗଣିତ ଯେମିତି ହେଲେ ପ୍ରାକ୍ଟିସ୍ କରିଥିବେ, କିଛି ତ କିଛି ଜଣାଥିବ। ମାନେ ଆଗ ଭାବନ୍ତି ଗଣିତ ସୂତ୍ର ଖାଲି ଭାବନ୍ତୁନି କି ଏଇଟା ମାନେ ନିଜେ ଗୋଟେ ପ୍ରାକ୍ଟିକାଲରେ ଭାବନ୍ତୁ କି ଏଇଟା କେମିତି ବାହାର ହେଉଛି, ମୁଁ ନିଜେ କରିପାରିବି କି ନାହିଁ, ସେଇଟା ଆଗ ଭାବନ୍ତୁ। ଯେତେବେଳେ କୋଶ୍ଚିନ୍ ଆସିବ ଆପଣଙ୍କ ମୁଣ୍ଡକୁ ଆଗ ଏଇଟା ଆସିବ କି ଏଇଟା ମୁଁ କରିପାରିବି କି ନାହିଁ କୋଶ୍ଚିନ୍ଟା, ସେତିକିବେଳେ ହିଁ ତ ପୁରା ମାନେ କ'ଣ ଭାଙ୍ଗି ପଡ଼ିବ। କିନ୍ତୁ ଭାଙ୍ଗିବାର ଆମର ଟୋଟାଲ୍ ଦରକାର ନାହିଁ, ଯେହେତୁ ଏ ଭିଡ଼ିଓ ଆପଣ ଦେଖୁଛନ୍ତି। ଦେଖନ୍ତୁ ଆଗୁଆ ଲେଖ କ'ଣ ସେଟା ରିଲେଟେଡ଼୍ ଅଛି, କେଉଁଥିରେ କ'ଣ ରିଲେଟେଡ଼୍, ମାନେ ପରିସୀମା କେମିତି ବାହାର ହେଉଛି, କ୍ଷେତ୍ରଫଳ କେମିତି ବାହାର ହେଉଛି, କେଉଁଥିରେ କ'ଣ ରିଲେଟେଡ଼୍ ଅଛି, କାହାର କ'ଣ ରିଲେଟେଡ଼୍ ଅଛି, କ'ଣ ଦେଇଛି ଆଣ୍ଡ କ'ଣ ବାହାର କରିବା ପାଇଁ ଦେଇଛି, ଆଗ ସେଇଟା ଦେଖନ୍ତୁ। ମାନେ ଅଙ୍କନ ଦେଉଛି ଆଗୁଆ କ'ଣ ଦେଇଛି, କେଉଁ ବାହୁଟା କେତେ ହେବ, କେତେ ଡିଗ୍ରୀ ଦେଇଛି, ଆଗୁଆ ସେଇଟା ଚିତ୍ର କରନ୍ତୁ। ଆଗୁଆ ଗୋଟେ ରଫ୍ ଚିତ୍ର କରନ୍ତୁ। ରଫ୍ ଚିତ୍ର କରିସାରିଲା ପରେ ଆଉ ଯଦି ଆପଣ ଲେଖିଦେବେ କି ଏତିକି ଏଇଟା ଏଇଟା ଡିଗ୍ରୀ ଏତିକି ଆପଣଙ୍କୁ 3 ମାର୍କ ଥୁଆ। ଆଉ ଯଦି ଡାଇଗ୍ରାମଟା ବନେଇଦେବେ ଆପଣଙ୍କୁ 2 ମାର୍କ ତ ପୁରା କେହି କାଟି ପାରିବେନି। ଆଉ ଟିକେ ଟିକେ ଯଦି ଭୁଲ ହେଇଗଲା କିଛି କଥା ନାହିଁ। ମୁଁ ଭାବୁଛି କି ଏଇ ଭିଡ଼ିଓଟା ଦେଖି ସାରିଲା ପରେ ଆପଣଙ୍କୁ ଲଙ୍ଗ୍ ଟାଇମ୍ ଲେଖିବାରେ କୌଣସି ଅସୁବିଧା ହେବ ନାହିଁ। ଯଦି ମୁଁ ଯାହା କହିଥିବା ଟ୍ରିକ୍ଟା ଯଦି ଆପଣ ପାଳନ କରନ୍ତି। ଆଉ ଏ ଭିଡ଼ିଓକୁ ବହୁତ ସେୟାର କରନ୍ତୁ। ଆଉ ମୁଁ ରହୁଛି। ଜୟ ଶ୍ରୀ ଜଗନ୍ନାଥ। ପୁଣି ଆମ ସମସ୍ତଙ୍କୁ ହୃଦୟରୁ ନମସ୍କାର।